ଜୟ ଜଗନ୍ନାଥ। ଆଶୀର୍ବାଦକୁ ନେଇ ଏକ ସୁନ୍ଦର କାହାଣୀ ଆପଣମାନଙ୍କୁ ଶୁଣାଇବାକୁ ଯାଉଛି। ଆଶୀର୍ବାଦ ପାଇବା ପାଇଁ ମଣିଷ ବର ପ୍ରାପ୍ତି କରିବା ପାଇଁ ମଣିଷ ବିଭିନ୍ନ ପ୍ରକାର ପ୍ରୟାସ କରୁଛି। ସେଥିମଧ୍ୟରୁ କିଏ ମନ୍ଦିରକୁ ଯାଇ ଦିଅ ଦେବତାଙ୍କୁ ପୂଜା କରି ପ୍ରସନ୍ନ କରିବାକୁ ଚାହୁଁଛି, ତ ଆଉ କିଏ ଗିର୍ଜା ମସଜିଦକୁ ଯାଇ ଚାଦର ଚଢ଼ାଉଛି। ହେଇପାରେ କିଛି ଲୋକଙ୍କୁ ଆଶୀର୍ବାଦ ମିଳିଯାଇପାରୁଛି, ଆଉ କିଛି ଲୋକ ନିରାଶ ମଧ୍ୟ ହେଉଛନ୍ତି। ପ୍ରକୃତରେ ଆଶୀର୍ବାଦ ପାଇବାକୁ ହେଲେ ଭକ୍ତି ତ ଦରକାର, କିନ୍ତୁ ତା ସହିତ କର୍ମ କରିବା ନିହାତି ଦରକାର। ସେଥିପାଇଁ ସ୍ୱୟଂ ଭଗବାନ କୃଷ୍ଣ ମହାଭାରତରେ କହିଛନ୍ତି, କର୍ମ କରିଣ ଫଳ ପାଇ ପ୍ରାଣତା ଅବଶ୍ୟ ଭଞ୍ଜଇ। ଜଣେ ଯଦି IAS କିମ୍ବା ଡକ୍ଟର ହେବାକୁ ଚାହିଁବ, ସେଥିପାଇଁ ତାର ସେହି ହିସାବରେ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ତେବେ ଯାଇ ଜଣେ କଲେକ୍ଟର କିମ୍ବା ଡକ୍ଟର ହୋଇପାରିବ। କଥାରେ କୁହନ୍ତି, ମନ ଦେଇଥିବୁ ଏଣି ତେଣିକି, ହାତ ବଢ଼େଇଥିବୁ ଗୁଡ଼ି ଆଣିକି। ସେମିତି ହେଲେ ଜୀବନରେ କିଛି ହୋଇପାରିବ ନାହିଁ। ଯେଉଁ କର୍ମ କରୁଛ ସେହି କର୍ମ ଉପରେ ତୁମର ଦୃଢ଼ ସଂକଳ୍ପ ରହିବା ଦରକାର। ଯେଉଁଠାରେ ଶିକ୍ଷା ନେଉଛନ୍ତି ସେମାନଙ୍କ ପ୍ରତି ସେତିକି ଭକ୍ତି ରହିବା ଦରକାର। ତେବେ ଯାଇ ତୁମର ସେହି କାମ ସଫଳ ହୋଇପାରିବ। ସଫଳ ହେବା ପାଇଁ ମନ ସଫା ରହିବା ନିହାତି ଦରକାର। କିଏ କ'ଣ ଭାବୁଛି ତାହା ପ୍ରତି ଧ୍ୟାନ ରହିବା କଥା ନୁହେଁ। ସମର୍ପଣ ଭାବ ଏବଂ ଭକ୍ତି ଦ୍ୱାରା କରାଯାଇଥିବା କର୍ମରେ ମନୁଷ୍ୟ ନିଶ୍ଚୟ ସଫଳ ହୋଇଥାଏ। ତୁମ ମନ ଯଦି ସଫା ଅଛି, ତୁମ ଯୋଜନା ଯଦି ପ୍ରକୃତରେ କାହାରି ଅମଙ୍ଗଳ କରିବାକୁ ଚାହୁଁନାହିଁ, ତାହେଲେ ଆସୁଥିବା କଥା ତୁମ ପାଇଁ ଆଶୀର୍ବାଦ ହୋଇଯାଏ। ଏହାକୁ ନେଇ ଏକ ସୁନ୍ଦର କାହାଣୀ କହୁଛି, ଶୁଣ। ଯଦି କାହାଣୀଟି ଭଲ ଲାଗେ ନିଶ୍ଚୟ କମେଣ୍ଟରେ ଜଣାଇବେ। ଗୋଟେ ଗାଁରେ ବୁଢ଼ାବୁଢ଼ୀ ରହୁଥିଲେ ଏବଂ ତାଙ୍କର 2ଟି ପୁତ୍ର ମଧ୍ୟ ଥିଲେ। ବଡ଼ ପୁଅଟି ପାଠ ପଢ଼ି ସର୍ଭିସ୍ କରିଛି। ସେଥିପାଇଁ ବୁଢ଼ାବୁଢ଼ୀ 2 ଜଣ ବଡ଼ ପୁଅର ବିବାହର ମଧ୍ୟ କରିଦେଇଛନ୍ତି। ସାନ ପୁଅଟି ତ ପାଠ ପଢ଼ିଛି, କିନ୍ତୁ କୌଣସି କର୍ମଯୋଗୀ ହୋଇପାରିନାହିଁ। ପିତାମାତାଙ୍କର ସାନ ପୁଅ ପ୍ରତି ବହୁତ ଚିନ୍ତା। ବଡ଼ ପୁଅ ତ ହାତକୁ ଦି ହାତ ହୋଇଗଲା। ବଡ଼ ପୁଅର ରୋଜଗାର ଅଛି। ବଡ଼ ପୁଅର ସଂସାର ତ ସୁଖରେ କଟିଯିବ, କିନ୍ତୁ ସାନ ପୁଅ ଜୀବନରେ କରିବ କ'ଣ? ସାନ ପୁଅଟି ଯଦି ବେକାର ଏଇଭଳି ବୁଲେ, ତାକୁ ଝିଅ ଦେବ କିଏ? ଏଇଭଳି ବିଭିନ୍ନ ପ୍ରକାର ଚିନ୍ତା କରୁଥିଲେ ବୁଢ଼ାବୁଢ଼ୀ। ବେଳେବେଳେ ସାନ ପୁଅର ଛୋଟ ମୋଟ ଭୁଲ ପାଇଁ ମଧ୍ୟ ଗାଳି ଗଲଜ କରୁଥିଲେ। ପିଲାମାନେ ଛୋଟ ମୋଟ ଭୁଲ କଲେ ତାଙ୍କୁ ବୁଝାଇବା ଦରକାର। ଏଇଭଳି ଦିନ ଗଡ଼ି ଚାଲିଥାଏ। ଦିନେ ସାନ ପୁଅର ଗୋଟେ ବଡ଼ ଭୁଲ ହୋଇଗଲା। ପ୍ରଥମ ତ ତା ପାଖରେ କୌଣସି ରୋଜଗାର ନଥିଲା। ନିଜ ଖର୍ଚ୍ଚ ପାଇଁ ବାପା ମା ଭାଇ ଭାଉଜଙ୍କ ପାଖରୁ ଆଣିଥାଏ। ଏପଟରେ ଗୋଟେ ଝିଅକୁ ବିବାହ ହୋଇ ଘରକୁ ନେଇ ଆସିଲା। ସାନ ପୁଅଟି ପାଖରେ ଧନ ଅବଶ୍ୟ ନଥିଲା, କିନ୍ତୁ ତାର ମନ ବଡ଼ ଥିଲା। ହୃଦୟଟି ତାର ବହୁତ ବଡ଼, କାହାର ଦୁଃଖ ଦେଖିପାରେ ନାହିଁ। ଘରୁ ଯଦି 10 ଟଙ୍କା ନେଇଥିବ, ତାହେଲେ ଭୋକିଲା ଭିକାରୀଙ୍କୁ 5 ଟଙ୍କାରେ ନିଶ୍ଚୟ ଖାଇବାକୁ ଦେଇଥିବ। ଆଗରେ ନହେଲେ ବି ଭିକାରୀମାନେ ତା ପଛରେ ତାକୁ ବହୁତ ଆଶୀର୍ବାଦ କରନ୍ତି। କହନ୍ତି, ଭଗବାନ ତତେ ସବୁବେଳେ ଏଇଭଳି ଭଲ ବୁଦ୍ଧି ଦିଅନ୍ତୁ। ତୁ ସବୁବେଳେ ଏମିତି ଗରିବ ଭୋକିଲା ଲୋକଙ୍କୁ ଖାଇବାକୁ ବାଣ୍ଟୁଥା। ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବରେ ଆଶୀର୍ବାଦ ସାଉଁଟି ଚାଲିଥିଲା। କୌଣସି ବି କାରଣ ହେଉ, ସେ ଯାହା ହେଉ, ଝିଅଟିକୁ ବାହା ହେବା ପାଇଁ ବାଧ୍ୟ ହେଲା। ଆଗପଛ କିଛି ବିଚାର ନ କରି ମନ୍ଦିରରେ ବାହା ହୋଇ ଝିଅଟିକୁ ଘରକୁ ନେଇ ଆସିଲା। ସାନ ପୁଅଟି ଜୀବନରେ ଏତେ ବଡ଼ ଭୁଲ କରିବ ବୋଲି କେହି କେବେ ବିଶ୍ୱାସ କରିନଥିଲେ। ନିଜର ତ ରୋଜଗାର ନାହିଁ, ବାପା ମାଙ୍କ କାନ୍ଧରେ ଝୁଲୁଛି, ଏପଟରେ ପୁଣି ଗୋଟେ ଝିଅ। ଏଭଳି ପରିସ୍ଥିତି ଦେଖି ତାର ଭାଇ ଭାଉଜମାନେ ରାଗିଗଲେ। କହିଲେ, ତତେ ତ ପୋଷୁଥିଲୁ, କିନ୍ତୁ ଆଉ ଗୋଟାଏ ଆମେ ପୋଷି ପାରିବୁ ନାହିଁ। ତୁ ଯେମିତି ସାଙ୍ଗରେ ଆଣିଛୁ ସେମିତି ତା କଥା ବୁଝ, ଆମେ ତା କଥା ବୁଝିପାରିବୁ ନାହିଁ। ଏଭଳି ପରିସ୍ଥିତିରେ ବୁଢ଼ାବୁଢ଼ୀ କରିବେ କ'ଣ? ସେମାନେ ତ ବଡ଼ ପୁଅ ଆଶ୍ରୟରେ ଚଳୁଛନ୍ତି। ସେମାନେ କେବେ ଚିନ୍ତା କରିନଥିଲେ ତାଙ୍କ ପୁଅ ଏମିତି କରିବ ବୋଲି। ବୁଢ଼ାବୁଢ଼ୀ 2 ଜଣ ବଡ଼ ପୁଅ କଥାରେ ଭାସିଗଲେ ଏବଂ ସେହି ସାନ ପୁଅଟିକୁ ଅଲଗା କରିଦେଲେ। ବୁଢ଼ାବୁଢ଼ୀ 2 ଜଣଙ୍କର ଆଶା ଥିଲା, ସାନ ପୁଅ ବାହା ହେଲେ ଜାନି ଯୌତୁକ ବହୁତ ଆଣିବ ବୋଲି। ସେଥିପାଇଁ ବୁଢ଼ାବୁଢ଼ୀ 2 ଜଣ ସାନ ପୁଅକୁ ଅଲଗା ରୋଷେଇ କରି ଖାଇବାକୁ କହିଲେ। ବାପର ପୁଅ ହିସାବରେ ଘର ଖଣ୍ଡେ ଦେଲେ। ଚଳିବା ପାଇଁ ଘରକରଣା ଜିନିଷ କିଛି ଦେଲେ। ବିଚରା ସାନ ପୁଅଟି ଆଉ କରିବ କ'ଣ? ନିଜ ଗୋଡ଼ରେ ତ ନିଜେ କୁରାଢ଼ି ମାରିଛି। କିଛି କାହାକୁ ନ କହି ବାହା ତ ହୋଇଯାଇଛି।
ଯେଉଁଠି ବାହା ହୋଇଛି ସେମାନେ ହେଉଛନ୍ତି ଖଟିକିଆ ଲୋକ, ସେମାନେ ଆଉ ଦେବେ କ'ଣ? ଖାଲି ଖାଲି ଝିଅଟିକୁ ନେଇ ଚାଲି ଆସିଛି, ତା ସ୍ତ୍ରୀକୁ ନେଇ କ'ଣ କେମିତି ଚଳିବ କିଛି ଚିନ୍ତା କରିପାରିଲା ନାହିଁ। ବାହା ନ ହେବା ଆଗରୁ ଯାହା ତ କରୁଥିଲା ଚଳି ଯାଉଥିଲା, ଏବେ ସାଙ୍ଗରେ ଆଉ ଜଣକୁ ବାନ୍ଧିଛି, କରିବ କ'ଣ? ଯେତେବେଳେ ବାପା ମା ରାଗୁଥିଲେ ବେଳେବେଳେ ଏଠି ସେଠି କେଉଁଠି ଖାଇ ଦେଉଥିଲା, ଏବେ ଇଏ ନୂଆ ବୋହୂଟି କେଉଁଠି ଖାଇବ, କ'ଣ କରିବ, କେମିତି ଚଳିବ? ଏସବୁ ଚିନ୍ତାରେ ସାନ ପୁଅଟି ମୁଣ୍ଡରେ ହାତ ଦେଇ ବସି ପଡ଼ିଲା। ଚିନ୍ତା କରି କରି ଘର ବାହାରକୁ ଗଲା। ମନେ ମନେ ସ୍ଥିର କଲା, କିଛି ତ ମୋତେ ଗୋଟେ କିଛି କରିବାକୁ ପଡ଼ିବ, ନହେଲେ ଇଏ ପେଟ ପୋଷିବି କେମିତି? ଯେମିତି ହେଉ କେଉଁଠି ତ କାମ ଯୋଗାଡ଼ କରିବାକୁ ପଡ଼ିବ। ଦେଖିଥିବ ଅଣ୍ଡିରା ବଳଦ ଯେତେବେଳେ ହଳ ହୋଇନଥିବ ସେତେବେଳେ ଭାରି ଛାଟି ବାଡ଼େଇ ହୋଇଥିବ, ଆଉ ଯେତେବେଳେ କାନ୍ଧରେ ଜୁଆଳି ପଡ଼ିଯିବ ହଳ କରିବନି ଯିବ କୁଆଡ଼େ। ସାନ ପୁଅଟିର ଅବସ୍ଥା ପୁରା ସମାନ। ଜୀବନ ସାରା ଖାଲି ବୁଲିଛି, କେଉଁଠି ମଜୁରୀ କାମ କରିନି। ଆଜି ଆଉ କାମ କରିବ କେମିତି? ସେ ଯାହା ହେଉ ଯେମିତି ହେଉ ତାକୁ ଆଜି କିଛି ଟଙ୍କା ରୋଜଗାର କରିବାକୁ ପଡ଼ିବ। ସେହି ସମୟରେ ଗୋଟେ ପରିବା ଚାଷୀ କିଛି ପରିବା ନେଇ ସେଇ ଛକରେ ଠିଆ ହୋଇଥିଲା। ବୈଶାଖ ମାସର ଖରା ସେଥିପାଇଁ ଥକି ପଡ଼ିଥିଲା। ବ୍ୟାଗରେ ରଖିଥିବା ଏକ ପାଣି ବୋତଲରେ ପାଣି କାଢ଼ି ପିଇଲା ବୁଢ଼ା ଲୋକଟି। ମନକୁ ମନ କହି ପକାଇଲା, ଯଦି କେହି ଏ ପରିବା ନେଇ ବିକି ଦିଅନ୍ତା ତାହେଲେ ମୋତେ ଟିକେ ଆରାମ ମିଳନ୍ତା। ଯେଉଁ ପରିବା ବିକ୍ରି ହୁଅନ୍ତା ସେଥିରୁ 25 ଭାଗ ସେ ଲୋକଟିକୁ ମୁଁ ଦେଇ ଦିଅନ୍ତି। ଏଇଭଳି ମନକୁ ମନ ପରିବା ବେପାରୀଟି କହୁଛି, ତାହାରି ପାଖରେ ସାନ ପୁଅଟି ଛିଡ଼ା ହୋଇଛି। ହଜିଲା ବଳଦ ଖୋଜିଲା ଠାଇଁ ଯେପରି ସେଇଭଳି ପରିସ୍ଥିତି। ସାନ ପୁଅଟିର ତ ଟଙ୍କା ଦରକାର ଘର ଚଳାଇବା ପାଇଁ। ସାନ ପୁଅଟି ବୁଢ଼ାର ଏପରି ଅବସ୍ଥା ଦେଖି ଜାଣିପାରିଲା ବୁଢ଼ାଟି ପରିବା ଦେବା ପାଇଁ ଚାହୁଁଛି। ତେଣୁ ସଙ୍ଗେ ସଙ୍ଗେ କହି ପକାଇଲା, ମଉସା ଏ ପରିବା ତକ ମୋତେ ଦେଇ ଦିଅନ୍ତୁ, ମୁଁ ଏହାକୁ ଯାହା ବିକିବି ସେଥିରୁ ଯାହା ଲାଭ ହେବ କିଛି ରଖି ଆପଣଙ୍କୁ ସମସ୍ତ ପଇସା ଦେଇଦେବି। ବୁଢ଼ା ଚାଷୀଟି ତ ପ୍ରଥମେ ଏ ସାନ ପୁଅଟିକୁ ଅନାଇଲା ଏବଂ କହିଲା, ଆରେ ମୁଁ ତୋତେ ବିଶ୍ୱାସ କରିବି କେମିତି? ସାନ ପୁଅଟି ତାର ପିତାଙ୍କର ପରିଚୟ ଦେଲା। ସାନ ପୁଅଟି କହିଲା, ମଉସା ଏ ପରିବା ତକ ରଖିବା ପାଇଁ ମୋ ପାଖରେ ଗୋଟାଏ ଟଙ୍କା ବି ନାହିଁ, କିନ୍ତୁ ବିଶ୍ୱାସ କର ଯାହା ବିକ୍ରି କରିବି ବେପାରୀ ଟଙ୍କା ହିସାବରେ ତୁମକୁ ତୁମ ଟଙ୍କା ଫେରାଇ ଦେବି। ଚାଷୀଟିଏ ସାନ ପୁଅଟିର ତା ପିତାଙ୍କର ପରିଚୟ ପାଇ ପରିବା ତକ ସାନ ପୁଅଟିକୁ ଦେଲା। ଚାଷୀଟି କହିଲା, ଦେଖ ବାବା, ତୋ ବାପାଙ୍କର ନାଁ ଶୁଣି ପରିବା ତକ ତତେ ମୁଁ ଦେଉଛି, ସନ୍ଧ୍ୟା ସୁଦ୍ଧା ମୋ ପଇସା ତକ ମୋତେ ଫେରାଇ ଦେବୁ। ଏହା କହି ଚାଷୀଟି ଏ ସାନ ପୁଅଟିକୁ ପରିବା ତକ ଦେଇ ସେଠାରୁ ଚାଲିଗଲା। ସାନ ପୁଅଟି ମଧ୍ୟ ସେୟା କଲା, ପରିବା ତକ ସେଇ ଛକରେ ବସି ବିକିଲା। ସନ୍ଧ୍ୟା ସୁଦ୍ଧା ଏ ସାନ ପୁଅଟିର ପରିବା ସମସ୍ତ ବିକ୍ରି ହୋଇଗଲା। ମନେ ମନେ ଚିନ୍ତା କଲା, ଯଦି ଆଜି ଏ ପରିବା ମୁଁ ବିକି କିଛି ଟଙ୍କା ରୋଜଗାର କରିଛି ତାହେଲେ ମୋ ବାପା ମାଙ୍କ ପାଇଁ। ମୋତେ ଏ ଦୁନିଆରେ କିଏ ଚିହ୍ନିଦେଲା? କେହି ଚିହ୍ନି ନଥିଲେ। ତେଣୁ ମୋ ବାପାଙ୍କ ନାଁ କହିବାରୁ ବେପାରୀ ଜଣକ ମୋତେ କିଛି ପରିବା ଦେଲେ ବିକ୍ରି କରିବା ପାଇଁ। ସେମାନେ ମୋତେ ଯେତେ ଗାଳି ଗୋଲଜ କରନ୍ତୁ କିନ୍ତୁ ସାଥିରେ ରହିବାକୁ ନ ଦିଅନ୍ତୁ। ଛୋଟରୁ ମୋତେ ଏତେ ବଡ଼ କଲେ, ଭଲ ମନ୍ଦର ବିଚାର ମୋତେ ଶିଖାଇଲେ, ତାଙ୍କୁ ଭୁଲିବି କେମିତି? ଏକଥା ଚିନ୍ତା କରି କରି ଯାଇ ଘରେ ପହଞ୍ଚିଲା। ଘରେ ଯାଇ ଦେଖେ ତ ଘର ଦାଣ୍ଡ ପିଣ୍ଡାରେ ତାର ପିତାମାତା ବସିଛନ୍ତି। ସଙ୍ଗେ ସଙ୍ଗେ ଯାଇ ନମସ୍କାର କଲା। ବୁଢ଼ାବୁଢ଼ୀ ଦୁଇଜଣ ତ ସାନ ବୋହୂ ଉପରେ ଅଭିମାନ କରିଥିଲେ, ତେଣୁ କିଛି ନ କହି ମୁହଁ ବୁଲାଇ ଦେଲେ। କହିଲେ, ଆରେ ଆଉ ଏତେ ଭକ୍ତି ତୁ ଦେଖାନା, ଅତି ଭକ୍ତି ଚୋରର ଲକ୍ଷଣ। ସାନ ପୁଅଟି ସେଇ ବାପା ମାଙ୍କର କଥାକୁ କୌଣସି ମନେ ନ ନେଇ ହସିକରି ଘର ଭିତରକୁ ଚାଲିଗଲା। ରୋଜଗାର କରି ଆଣିଥିବା ଟଙ୍କାରୁ କିଛି ସଉଦାପତ୍ର ଘରକୁ ଆଣିଥିଲା। କହିଲା ତା ସ୍ତ୍ରୀକି, ନିଅ, ତୁମେ ଦିନସାରା ଆଜି କିଛି ଖାଇନା, ନିଅ କିଛି ରୋଷେଇବାସ କର। ମୁଁ ମଧ୍ୟ ଦିନସାରା କିଛି ଖାଇନାହିଁ। ଯାହା ଟଙ୍କା ରୋଜଗାର କରିଥିଲି ସେଥିରୁ ସମସ୍ତ ଜିନିଷରୁ କିଛି କିଛି ଆଣିଛି। 2 ଦିନ ଆମେ ଆରାମରେ ଚଳିଯିବା। ମୋର ପ୍ରଥମ ରୋଜଗାରରେ କିଛି ମିଠା ଆଣି ପିତାମାତାଙ୍କୁ ଖାଇବାକୁ ଦେବାର ଥିଲା, କିନ୍ତୁ ପିତାମାତା ତ ମୋ ଉପରେ ବହୁତ ଅଭିମାନ କରିଛନ୍ତି, ସେଥିପାଇଁ ଆଣିପାରିଲି ନାହିଁ। ହଉ ଠିକ୍ ଅଛି, ତୁମେ ରୋଷେଇବାସ କର, ମୁଁ ଆଣିଥିବା ପରିବା ବେପାରୀ ପାଖରୁ ତା ଟଙ୍କା ତକ ତାକୁ ଫେରାଇବାକୁ ଯାଉଛି। ଏହା କହି ସାନ ପୁଅଟି ଟଙ୍କା ନେଇ ଚାଷୀ ପାଖକୁ ଗଲା। ତାର ଲାଭ ଟଙ୍କା ରଖି ଚାଷୀଟିର ମୂଳଧନକୁ ଚାଷୀକୁ ଫେରାଇ ଦେଲା। ଚାଷୀଟି ଟଙ୍କା ପାଇ ବହୁତ ଖୁସି ହୋଇଗଲା। ସେଉଠୁ ଚାଷୀଟି କହିଲା, ଆରେ ବାବା,
ଆଜି ଯେଉଁଭଳି ପରିବା ନେଇ ତୁ ବିକ୍ରି କଲୁ, କାଲି କ'ଣ ସେଇଭଳି ପରିବା ନେଇ ମୋ ଠାରୁ ବିକ୍ରି କରିବୁ? ସେଉଠୁ ସାନ ପୁଅଟି କହିଲା, ହଁ ମଉସା, ଆଜି ଭଳି କାଲି ମଧ୍ୟ ସେୟା ହିଁ କରିବି। ଆପଣଙ୍କ ପାଖରୁ କିଛି ପରିବା ନେଇ ବିକ୍ରି କରିବି, ଯାହା ପଇସା ହେବ ମୋ ଲାଭ ଟଙ୍କା ରଖି ଆପଣଙ୍କ ମୂଳଧନ ଆପଣଙ୍କୁ ଫେରାଇ ଦେବି। ଚାଷୀଟି ମଧ୍ୟ ଏଇଭଳି ଲୋକଟିଏ ଖୋଜୁଥିଲା, ଯାହାକି ତାର ଏ ଯେଉଁ ପରିବା ପତ୍ର ବିକିବା ପାଇଁ। ଚାଷୀଟି ସଙ୍ଗେ ସଙ୍ଗେ କହିଲା, ହଉ ଠିକ୍ ଅଛି ବାବା, ମୁଁ କାଲି ସକାଳେ ତୋତେ ଅପେକ୍ଷା କରୁଛି। କାଲି ସକାଳେ ଆସି ପରିବାତକ ମୋ ଘର ପାଖରୁ ନେଇଯା। ତାପରେ ସାନ ପୁଅଟି ଚାଷୀଠାରୁ ବିଦାୟ ନେଇ ଘରକୁ ଫେରିଲା। ଏଇଭଳି ସାନ ପୁଅଟି ଚାଷୀଠାରୁ ପରିବା ନିଏ, ବଜାରରେ ବିକ୍ରି କରେ। ଏଭଳି ତାର ଧନ୍ଦା ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଧୀରେ ଧୀରେ ସେଇ ଛକ ଉପରେ ଗୋଟେ ଘର ତିଆରି କଲା। ସେ ଘର ଭିତରେ ସମସ୍ତ ପ୍ରକାର ତେଜରାତି ଦୋକାନ ଭଳି ସମସ୍ତ ପ୍ରକାର ଜିନିଷ ରଖିଲା। ପ୍ରତ୍ୟେକ ଦିନ ସକାଳୁ ଉଠି ଗାଧୁଆ ପାଧୁଆ ନିତ୍ୟକର୍ମ ସାରି ପିତାମାତାଙ୍କୁ ଯାଇ ପ୍ରଣାମ କରେ। ପ୍ରତ୍ୟେକ ଦିନ ବୁଢ଼ାବୁଢ଼ୀଙ୍କୁ ନମସ୍କାର କରିବା ସହିତ ବୁଢ଼ାବୁଢ଼ୀଙ୍କ ଠାରୁ ପୁରସ୍କାର ଗାଳି ହିସାବରେ ତାକୁ ପ୍ରତ୍ୟେକ ଦିନ ମିଳୁଥାଏ। ସାନ ପୁଅଟି କିଛି ନ ଜାଣିଲା ନ ଶୁଣିଲା ପରି ପ୍ରଣାମ କରି ସେଠାରୁ ଚାଲି ଆସେ ଏବଂ ନିଜ ଧନ୍ଦାରେ ଚାଲିଯାଏ। ଏଇଭଳି ସାନ ପୁଅଟି ଧୀରେ ଧୀରେ ଜଣେ ଧନୀ ଲୋକ ହେବାରେ ଲାଗିଲା। ବୁଢ଼ାବୁଢ଼ୀ ସିନା ସାନ ପୁଅକୁ ଗାଳି ଗୋଲଜ କରୁଥିଲେ, କିନ୍ତୁ ସେଇ ବୁଢ଼ାବୁଢ଼ୀଙ୍କ ଗାଳି ସାନ ପୁଅ ପାଇଁ ଆଶୀର୍ବାଦ ହୋଇଯାଇଥିଲା। ଯେତେବେଳେ ମଣିଷର ପରିସ୍ଥିତି ଖରାପ ଥାଏ, ସେତେବେଳେ ଏ ସମାଜ ତାକୁ ପଚାରେ ନାହିଁ, ଆଉ ଯେତେବେଳେ ଏ ମଣିଷ ଉନ୍ନତି କରେ, ସେତେବେଳେ ଦୁନିଆ ଆଉ ସମାଜ ତାକୁ ସମ୍ମାନ ଦେବା ଆରମ୍ଭ କରିଥାଏ। ଯେଉଁ ଭାଇ ଭାଉଜ ତାକୁ ପଚାରୁନଥିଲେ, ସେମାନେ ପଚରା ଉଚରା ଆରମ୍ଭ କରିଦେଲେ। ଖାଲି ବୁଢ଼ାବୁଢ଼ୀ ଯାହା ଅଭିମାନ କରି ରହିଥିଲେ, କିନ୍ତୁ ସାନ ପୁଅଟି ବୁଢ଼ାବୁଢ଼ୀଙ୍କ ଅଭିମାନକୁ କେବେ ମନକୁ ନେଇନଥିଲା। ସବୁଦିନ ପରି ସକାଳେ ଗାଧୁଆ ପାଧୁଆ ସାରି ବୁଢ଼ାବୁଢ଼ୀଙ୍କୁ ନମସ୍କାର କରି ତାର ଦୋକାନକୁ ଚାଲି ଯାଉଥାଏ। ବୁଢ଼ାବୁଢ଼ୀ ଦିନେ କଥାବାର୍ତ୍ତା ହେଲେ, କହିଲେ, ଆମେ ଦୁଇ ଜଣ ତାକୁ ଏତେ ଗାଳି ଗୋଲଜ କରୁଛନ୍ତି, ସେ ତ ଧୀରେ ଧୀରେ ବହୁତ ଉନ୍ନତି କରିବାକୁ ଲାଗୁଛି। ପ୍ରକୃତରେ ସେ ସତ୍ ବାଟରେ ଅଛି, ତାର ଭକ୍ତି ଆମ ପ୍ରତି ବହୁତ। ଏଇଭଳି କଥାବାର୍ତ୍ତା ହେଉଥିଲେ। ସେହି ସମୟରେ ସାନ ପୁଅଟିର ସ୍ତ୍ରୀ ଏମାନଙ୍କ କଥା ଶୁଣି ପକାଇଲା। ଯେମିତି ତା ସ୍ୱାମୀ ଘରକୁ ଫେରିଲା, ସଙ୍ଗେ ସଙ୍ଗେ ବାପା ମାଆଙ୍କର ସବୁ କଥା ତା ସ୍ୱାମୀ ଆଗରେ ବଖାଣିଲା। କହିଲା, ପିତାମାତା ତୁମ ଉପରେ ରାଗି ନାହାନ୍ତି, ତୁମକୁ ବହୁତ ପ୍ରଶଂସା କରୁଛନ୍ତି, ସେ ତାଙ୍କର ଭୁଲ ବୁଝିପାରିଛନ୍ତି। ଏକଥା ଶୁଣି ସାନ ପୁଅଟି ବହୁତ ଖୁସି ହୋଇଗଲା। ସଙ୍ଗେ ସଙ୍ଗେ ବଜାରକୁ ବାହାରିଗଲା। ବଜାରରୁ କିଛି ମିଠା ନେଇ ସାଙ୍ଗରେ ଆଣି ପହଞ୍ଚିଲା। ପାଣି ଢାଳ ନେଇ ପିତାମାତାଙ୍କର ପାଦ ଧୋଇଦେଲା। କାନ୍ଧରେ ପଡ଼ିଥିବା ଗାମୁଛାରେ ପିତାମାତାଙ୍କର ପାଦକୁ ପୋଛିଦେଲା ଏବଂ କହିଲା, ମୋତେ କ୍ଷମା କରିଦିଅ, ମୁଁ ଜୀବନରେ ଯଦି କିଛି ଭୁଲ କରିଥାଏ। ପୁଅଟିର ଏପରି ବ୍ୟବହାର ଦେଖି ବୁଢ଼ାବୁଢ଼ୀଙ୍କ ଆଖିରୁ ଲୁହ ଆସିଗଲା। ସଙ୍ଗେ ସଙ୍ଗେ ପୁଅଟିକୁ ବୁଢ଼ାବୁଢ଼ୀ ଦୁଇ ଜଣ କୁଣ୍ଢାଇ ପକାଇଲେ। କହିଲେ, ଆରେ ବାବା, ତୋ ଉପରେ କେବେ ଆମେ ରାଗି ନଥିଲୁ। ପିତାମାତା ତ ସବୁବେଳେ ସନ୍ତାନଙ୍କର ସୁଖ ଚାହାନ୍ତି। ତୁ ଟିକେ ବାଟ ବଣା ହୋଇଯାଇଥିଲୁ। ଅବାଟରୁ ବାଟକୁ ଆଣିବା ପାଇଁ ଆମ ପାଖରେ କୌଣସି ରାସ୍ତା ନଥିଲା। ବହୁତ ପ୍ରକାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ତୋର କୌଣସି ଉନ୍ନତି ହୋଇନଥିଲା। ସେଥିପାଇଁ ତୋ ପ୍ରତି ଆମେ ଏଭଳି ବ୍ୟବହାର କରିଥିଲୁ। ତୋ ଭଳି ପୁତ୍ର ପାଇ ଆମେ ତ ଧନ୍ୟ। ଏଇଭଳି ବିଭିନ୍ନ ପ୍ରକାର ଦୁଃଖ ସୁଖ ହେଲା ପରେ ସାନ ପୁଅଟି ଆଣିଥିବା ମିଠା ବୁଢ଼ାବୁଢ଼ୀଙ୍କୁ ଖାଇବାକୁ ଦେଲା। ବୁଢ଼ାବୁଢ଼ୀ ଦୁଇ ଜଣ ଯାକ ମିଠା ଖାଇଲେ। ଏହା ଦେଖି ତା ଭାଇ ଭାଉଜମାନେ ମଧ୍ୟ ତା ପାଖକୁ ଆସିଲେ। ସେଇଦିନ ଠାରୁ ସମସ୍ତେ ସାଙ୍ଗ ହୋଇ ସାଥିରେ ରହିଲେ। ପିତାମାତାଙ୍କ ଠାରୁ ବହୁତ ଗାଳି ଗୋଲଜ ଶୁଣିଛି, ତଥାପି ସାନ ପୁଅଟି ପିତାମାତାଙ୍କୁ ଭକ୍ତି ହିଁ କରିଛି। ସେଥିପାଇଁ ପିତାମାତାଙ୍କର ଗାଳି ତାହା ପାଇଁ ଆଶୀର୍ବାଦ ହୋଇଗଲା। ପିତାମାତାଙ୍କର ଆଶୀର୍ବାଦ ପାଇ ସଫଳତା ଆଡ଼କୁ ଅଗ୍ରସର ହେଲା ଏବଂ ଶେଷରେ ସଫଳତା ପ୍ରାପ୍ତି କଲା। ସାନ ପୁଅଟିର ଭକ୍ତି ଥିଲା, ଦେଖାଯାଉନଥିଲା, କିନ୍ତୁ ତାର କର୍ମ ସତ୍ ଥିଲା। ସଫଳତା ମିଳିବନି କେମିତି? ଯେତିକି ଭକ୍ତି ତୁମର ଭଗବାନଙ୍କ ପ୍ରତି ରହୁଛି ବା ସମର୍ପଣ ଭାବ ରହୁଛି, ସେତିକି ନିଜ କର୍ମ ଉପରେ ଭକ୍ତି ଆଉ ସମର୍ପଣ ରହିବା ଦରକାର। ତାହେଲେ ତୁମେ ଜୀବନରେ ନିଶ୍ଚୟ ସଫଳତା ପ୍ରାପ୍ତି କରିପାରିବ। ସଫଳତା ନିଶ୍ଚୟ ଟିକେ ଡେରି ହେବ, କିନ୍ତୁ ସୁନିଶ୍ଚିତ ତୁମେ ସଫଳତା ପ୍ରାପ୍ତି କରିବ। ତେଣୁ କହନ୍ତି, ଅପେକ୍ଷାର ଫଳ ମିଠା। ମୋର ଆଶା ଏବଂ ବିଶ୍ୱାସ, ଏ କାହାଣୀଟି ଶୁଣିଲା ପରେ ନିଶ୍ଚୟ ଆପଣଙ୍କ ଭିତରେ ସମର୍ପଣ ଓ ଭକ୍ତିଭାବ ନିଶ୍ଚୟ ଜାଗୃତ ହୋଇଥିବ। କର୍ମ କରିଚାଲ, ନିଶ୍ଚୟ ସଫଳତା ତୁମ ହାତରେ। ଭିଡ଼ିଓଟିକୁ ନିଶ୍ଚୟ ଲାଇକ୍ କରିବେ, କମେଣ୍ଟ କରିବେ
ଭିଡ଼ିଓଟି ମଧ୍ୟ ସାଙ୍ଗସାଥିରେ ନିଶ୍ଚୟ ସେୟାର କରିବେ। ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ପୁଣି ଏକ ଏହିଭଳି କାହାଣୀ ନେଇ ଉପସ୍ଥିତ ହେବି। ଜୟ ଜଗନ୍ନାଥ।